ତାରପୁର ଜଗତସିଂହପୁର ଜିଲ୍ଲା ଇତିହାସର ଏକ ପ୍ରମୁଖ ମୁଖ ସାକ୍ଷୀ ହେଉଛି ଏହି ସ୍ଥାନ। ଏଠାରେ ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ନାରାୟଣୀ ମନ୍ଦିର କେବଳ ଏକ ହିନ୍ଦୁ ଦେବୀ ପୀଠ ନୁହେଁ, ବରଂ ଏହି ମନ୍ଦିରରେ ପୂଜା ପାଉଥିବା ପ୍ରାଚୀନ ଦେବାଦେବୀ ପ୍ରକୃତରେ ନବମ ଶତାବ୍ଦୀର ବୌଦ୍ଧ ବଜ୍ରଯାନର ମୂର୍ତ୍ତି ଅଟେ। ମନ୍ଦିରର ମୁଖ୍ୟ ଆରାଧ୍ୟା ଦେବୀ ହେଉଛନ୍ତି ମା ନାରାୟଣୀ। ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଏହି ମୂର୍ତ୍ତିଟି ବୌଦ୍ଧ ଦେବୀ ପ୍ରଜ୍ଞାପରମିତାଙ୍କର ଅଟେ। ଏଠାରେ ସେ ବହୁତ ଶାନ୍ତ ଓ ସୌମ୍ୟ ଚେହେରା ସହ ପଦ୍ମ ଧାରଣ କରି ବସିଛନ୍ତି ଓ ହାତରେ ଧର୍ମଚକ୍ର ମୁଦ୍ରା ବନାଇଛନ୍ତି। ତାଙ୍କ ମସ୍ତକ ଉପରେ 5ଟି ଧ୍ୟାନୀବୁଦ୍ଧ ଖୋଦିତ ହୋଇଛନ୍ତି। ବୌଦ୍ଧ ଧର୍ମରେ ପ୍ରଜ୍ଞାପରମିତା ହେଉଛନ୍ତି ମହାଯାନ ଓ ବଜ୍ରଯାନ ଶାଖାର ମୂଳ ଉତ୍କୃଷ୍ଟ ପ୍ରଜ୍ଞାର ବୋଧିସତ୍ତ୍ୱ। ତାଙ୍କୁ ସମସ୍ତ ବୁଦ୍ଧଙ୍କ ମାତା ଭାବରେ ମଧ୍ୟ ପୂଜା କରାଯାଏ। ଏହା ସହ ଏଠାରେ 3 ମୁଣ୍ଡ ଓ 8 ଭୁଜ ବିଶିଷ୍ଟ ଏକ ମୂର୍ତ୍ତି ଅଛି, ଯାହା ବୌଦ୍ଧ ଦେବୀ ମାରିଚିଙ୍କ ମୂର୍ତ୍ତି। ମାରିଚି ହେଉଛନ୍ତି ପ୍ରକାଶର ଦେବୀ, ଯିଏ ଭକ୍ତକୁ ଅନ୍ଧକାର ଓ ବିପଦରୁ ରକ୍ଷା କରନ୍ତି। ତାଙ୍କୁ ପ୍ରାୟତଃ ଶୂକର ବା ଘୁଷୁରୀ ଉପରେ ଠିଆ ହେବାର ଦେଖାଯାଏ, ଯାହା କ୍ରୋଧ ଓ ଅଜ୍ଞାନତା ଉପରେ ବିଜୟର ପ୍ରତୀକ। ଏକ ଅବଲୋକିତେଶ୍ୱର ମୂର୍ତ୍ତି ମଧ୍ୟ ଏଠାରେ ପୂଜା ପାଉଛନ୍ତି। ଅବଲୋକିତେଶ୍ୱର ହେଉଛନ୍ତି କରୁଣାର ବୋଧିସତ୍ତ୍ୱ ଏବଂ ବୌଦ୍ଧ ଧର୍ମରେ ସର୍ବାଧିକ ପୂଜିତ ଦେବତାମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କୁ ଅନେକ ରୂପରେ ଚିତ୍ରିତ କରାଯାଏ, ହେଲେ ଏଠାରେ ସେ ହାତରେ ପଦ୍ମ ଓ ଜପାମାଳି ଧରିଛନ୍ତି, ଯାହା ନିର୍ମଳତା ଓ ଶୁଦ୍ଧତାର ପ୍ରତୀକ। ପ୍ରଜ୍ଞାପରମିତାଙ୍କ ବାମ ପାର୍ଶ୍ୱରେ ଏକ ଧ୍ୟାନୀ ବୁଦ୍ଧଙ୍କ ପ୍ରତିମା ମଧ୍ୟ ଦୃଶ୍ୟମାନ, ଯିଏକି ମହାବୋଧି ବୃକ୍ଷ ସହ ଭୂମିପର୍ଶ୍ୱ ମୁଦ୍ରାରେ ଅଛନ୍ତି। ଏହା ବ୍ୟତୀତ ଏଠାରେ ଏକ ଛୋଟ ଧ୍ୟାନୀ ବୁଦ୍ଧ ମୂର୍ତ୍ତିଟିଏ ମଧ୍ୟ ଅଛି। ଏହା ସହ ଏଠାରେ ବୋଧିସତ୍ତ୍ୱ ମଞ୍ଜୁଶ୍ରୀଙ୍କର ଏକ ଛୋଟ ପ୍ରତିମାଟିଏ ମଧ୍ୟ ଅଛି। ମଞ୍ଜୁଶ୍ରୀ ବୌଦ୍ଧ ଧର୍ମର ଏକ ପ୍ରମୁଖ ବୋଧିସତ୍ତ୍ୱ। ସେ ଜ୍ଞାନ ଓ ବୁଦ୍ଧିର ପ୍ରତୀକ। ଏଠାରେ ସେ ହାତରେ ପଦ୍ମକଡ଼ ଧାରଣ କରି ସିଂହ ଉପରେ ବସିଛନ୍ତି, ଯାହା ହେଉଛି ଜ୍ଞାନ, ବିବେକ ଓ ସାହସର ପ୍ରତୀକ। ଏହି ଅଞ୍ଚଳର ନାମ ତାରପୁର ହୋଇଥିବାରୁ ଏହା ସମ୍ଭାବନା ସୃଷ୍ଟି କରୁଛି ଯେ ଏହି ନାମ ବୌଦ୍ଧ ଦେବୀ ତାରାଙ୍କ ନାମରୁ ଆସିଛି। ଏଠାରେ ଏକ ଭଗ୍ନ ପାଦ ମଧ୍ୟ ଦେଖିବାକୁ ମିଳେ, ଯାହାକୁ କି ଦେବୀ ତାରାଙ୍କ ଭଗ୍ନ ଗୋଡ଼ ବୋଲି ଅନୁମାନ କରାଯାଇପାରେ। ତାରା ହେଉଛନ୍ତି ଜଣେ ପ୍ରମୁଖ ବୌଦ୍ଧ ବୋଧିସତ୍ତ୍ୱ ଦେବୀ, ଯିଏ କରୁଣାର ପ୍ରତୀକ। ସେ ଦୁଃଖରୁ ମୁକ୍ତି ଦେବା ଏବଂ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଜଣାଶୁଣା। ନାରାୟଣୀ ମନ୍ଦିର ନିକଟସ୍ଥ ବାନାମ୍ବର ମହାଦେବ ମନ୍ଦିରରେ ଅନ୍ୟ ଏକ ଉଦାହରଣ ଦେଖିବାକୁ ମିଳେ। ସେଠାରେ ନବମ ଶତାବ୍ଦୀର 2ଟି ବୌଦ୍ଧ ଦେବତା ଜମ୍ବାଳଙ୍କ ଭଗ୍ନ ମୂର୍ତ୍ତି ଥିଲା। ଏହି ବିରାଟ ବିରାଟ ଭଗ୍ନ ଜମ୍ବାଳ ମୂର୍ତ୍ତିଗୁଡ଼ିକୁ ସ୍ଥାନୀୟ ଲୋକମାନେ ସିମେଣ୍ଟ ସାହାଯ୍ୟ ନେଇ ହନୁମାନ ଏବଂ ଦେବୀ ପ୍ରତିମା ଭାବରେ ପରିବର୍ତ୍ତିତ କରି ପୂଜା କରୁଛନ୍ତି। ଜମ୍ବାଳ ହେଉଛନ୍ତି ବୌଦ୍ଧ ଧର୍ମରେ ଧନ ଓ ସମୃଦ୍ଧିର ଦେବତା। ସେ ହିନ୍ଦୁ ଦେବତା କୁବେରଙ୍କ ସହିତ ସମାନ ବୋଲି ବିଶ୍ୱାସ କରାଯାଏ। ଏସବୁ ପ୍ରମାଣରୁ ଅନୁମାନ କରାଯାଏ ଯେ ନବମ ଶତାବ୍ଦୀରେ ତାରପୁର ବୌଦ୍ଧ ଧର୍ମର ବଜ୍ରଯାନର ଏକ ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା ବୋଲି।